ଆରେ ବା, ଏଇ ଜଙ୍ଗଲଟି ସତରେ ବହୁତ ସୁନ୍ଦର ହେଇଛି। ନଦୀ ଝରଣା ଦେଖିଲେ ମନ ଖୁସି ହେଇଯାଉଛି। ଏତେ ସଫା ପାଣି ଦେଖି ତ ମତେ ନଦୀରେ ଗାଧୋଇବାକୁ ଇଚ୍ଛା ହେଲାଣି। ଯାଏ ନଦୀରେ ମୁଁ ଟିକେ ଗାଧେଇ ଆସେ। ଏମିତି କହି ପରି ନଦୀରେ ଗାଧେଇଲା। ସେ ଗାଧେଇବା ସମୟରେ ତା ମୁଣ୍ଡରେ ପିନ୍ଧିଥିବା କ୍ରାଉନ ଖସି ନଦୀରେ ଭାସିଗଲା। ଏ କଥା ପରି ଜାଣିପାରିଲାନି। ସେ ନଦୀରୁ ବାହାରକୁ ଆସିଲା ପରେ, ଆରେ କଣ, ମୋ କ୍ରାଉନ କୋଉଠି ପଡିଗଲା? ନିଶ୍ଚୟ ନଦୀରେ ପଡିଥିବ। ମୁଁ ଥରେ ଖୋଜି ଦେଖେ। ଆରେ ଚଢ଼େଇ, ତୁ ଆଜି ପାଣି ଆଣିବାକୁ ଯିବୁନି କି? ହଁ ହଁ, ମୁଁ ବି ଏବେ ଯିବି। ଆଜି ରୋଷେଇ ସାରୁ ସାରୁ ଟିକେ ଡେରି ହେଇଗଲା ତ। ଚାଲେ ଏବେ ପାଣି ଆଣିବାକୁ ଯିବା। ଏତେ ଖୋଜିଲି ହେଲେ ମୋ କ୍ରାଉନକୁ କୋଉଠି ବି ପାଇଲିନି। ମୁଁ ଏବେ କ୍ରାଉନ ବିନା ଘରକୁ କେମିତି ଫେରିବି? ଆଖପାଖରେ ତ ମୁଁ କୋଉ ଚଢ଼େଇକୁ ବି ଦେଖୁନି। ଏବେ ମୁଁ କାହାକୁ ସାହାଯ୍ୟ ମାଗିବି? ପରି ଏପରି କହି କାନ୍ଦୁଥିଲା। ସେତେବେଳେ କାଉ ଆଉ ଚଢ଼େଇ ନଦୀକୁ ପାଣି ନେବା ପାଇଁ ଆସିଲେ। ସେମାନେ ପରୀର କାନ୍ଦ ଶୁଣିବାକୁ ପାଇଲେ। ଆରେ କାଉ, କିଏ ଗୋଟେ କାନ୍ଦୁଛି ନା? ସେ ନିଶ୍ଚୟ ବିପଦରେ ପଡିଥିବ। ଚାଲେ ତା ପାଖକୁ ଯିବା। କିଏ ତୁମେ? ଆଉ ଏମିତି କାନ୍ଦୁଛ କାହିଁକି? ମୁଁ ଜଣେ ପରୀ। ତୁମ ଜଙ୍ଗଲର ନଦୀରେ ଗାଧେଇବା ସମୟରେ ମୋ କ୍ରାଉନ ଖସି ପଡିଲା। ବହୁତ ସମୟ ଯାଏ ଖୋଜିଲି ହେଲେ କୋଉଠି ବି ପାଇଲିନି। କ୍ରାଉନ ବିନା ମୁଁ ମୋ ଘରକୁ ଯାଇପାରିବିନି। ତମେ ମାନେ ମତେ ଟିକେ ସାହାଯ୍ୟ କର। ତମ ଜଙ୍ଗଲରେ ଥିବା ସୁନା ଦୋକାନରୁ ମୋ ପାଇଁ ଗୋଟେ ସୁନା କ୍ରାଉନ ଆଣିଦିଅ। କିନ୍ତୁ ପରୀ, ସୁନା କ୍ରାଉନର ଦାମ ବହୁତ। ମୋ ପାଖରେ ଏତେ ଟଙ୍କା ନାହିଁ। ଥିଲେ ମୁଁ ନିଶ୍ଚୟ ଆଣି ଦେଇଥାନ୍ତି। ଆଚ୍ଛା ଏମିତି କଥା ଚଢ଼େଇ, ଏ ନେ କିଛି ଟଙ୍କା। ଏ ଟଙ୍କାରେ ତୁ ସୁନାର କ୍ରାଉନ କିଣିପାରିବୁ। ଠିକ ଅଛି ପରୀ, ତୁମେ କିଛି ସମୟ ଅପେକ୍ଷା କର। ମୁଁ ଏବେ ସୁନାର କ୍ରାଉନ କିଣି ଆଣୁଛି। ଆରେ ଏ ପରୀ ଚଢ଼େଇକୁ ଏତେ ଗୁଡେ ଟଙ୍କା ଦେଲା। ମୁଁ ବି କିଛି ଟଙ୍କା ପରୀଠୁ ମାଗିନିଏ। ପରୀ, ତୁମେ ଏତେ ଗୁଡେ ଟଙ୍କା ଚଢ଼େଇକୁ କାହିଁକି ଦେଲ? ମୁଁ ତା ଗୁଣ ଭଲ ଭାବରେ ଜାଣିଛି। ସେ ତୁମ ପାଇଁ ଗୋଟେ ନକଲି ସୁନାର କ୍ରାଉନ ଆଣିଦେଇ ବାକି ସବୁ ଟଙ୍କା ନିଜେ ଖର୍ଚ୍ଚ କରିବ। ସେଥିପାଇଁ କଣ କହୁଥିଲି କି ତୁମେ ମତେ କିଛି ଟଙ୍କା ଦିଅ, ମୁଁ ତୁମକୁ ଅସଲି ସୁନାର କ୍ରାଉନ ଆଣିଦେବି। ସତରେ ନା କଣ? ତେବେ କାଉ, ତୁ ବି କିଛି ଟଙ୍କା ନେ। ଆରେ ଆରେ, ତୁ ପାଣି ଆଣିବାକୁ ଯାଇଥିଲୁ, ହେଲେ ପାଣି ନ ଆଣି ଏସବୁ କଣ ଆଣିଛୁ? କାଉର ସ୍ତ୍ରୀ ତା ସ୍ୱାମୀକୁ ସବୁ ଘଟଣା କହିଲା। ବାଃ, ଇଏ ତ ବହୁତ ଭଲ କଥା। ମତେ ଆଉ କଷ୍ଟ କରି ଚୋରି କରିବାକୁ ପଡିବନି। ଆମେ କିଛି ଦିନ ଆରାମରେ ଚଳିପାରିବା। ହଁ, ତୁମେ ଠିକ କଥାଟି କହିଲ। ହେଲେ ମୁଁ ପରୀକୁ କହିଛି ତାକୁ ସୁନାର କ୍ରାଉନ ଦେବି। ମୁଁ ଏଥିରୁ ଅଳ୍ପ ଟଙ୍କା ନେଇ ପରୀକୁ ଗୋଟେ ନକଲି ସୁନାର କ୍ରାଉନ ଦେଇଦେବି। ତାପରେ ସବୁ ଟଙ୍କା କେବଳ ଆମର ହେଇଯିବ। ମିଟୁ ଭାଇ, ମତେ ଗୋଟେ ନକଲି ସୁନାର କ୍ରାଉନ ଦିଅ। ଯେମିତି ସେ କ୍ରାଉନ ସତ ସତିକା ସୁନା ପରି ଲାଗୁଥିବ। ହଁ ହଁ, ମୁଁ ବୁଝିଗଲି। ଏଇ ନେ ତ ନକଲି ସୁନାର କ୍ରାଉନ। ଆରେ କାଉ ଭଉଣୀ, ତୁମେ ଏଠି? ଆଚ୍ଛା, ତୁମେ ନକଲି ସୁନାର କ୍ରାଉନ କାହିଁକି କିଣିଛ? ଆରେ ଚଢ଼େଇ, ମୋ ପାଖରେ ତ ଏତେ ଟଙ୍କା ନାହିଁ ଯେ ମୁଁ ଅସଲି ସୁନାର କ୍ରାଉନ କିଣିବି। କିଛି ଦିନ ପରେ ମୋ ଝିଅର ଜନ୍ମଦିନ। ମୁଁ ତାକୁ ଏଇ କ୍ରାଉନ ଦେବା ପାଇଁ କିଣୁଥିଲି। ଆଚ୍ଛା ଚଢ଼େଇ, ମୁଁ ଏବେ ଯାଉଛି। ମିଟୁ ଭାଇ, ଏଇ ନିଅ ଟଙ୍କା। ମତେ ଗୋଟେ ଅସଲି ସୁନାର କ୍ରାଉନ ଦିଅ। ତୁ କିଛି ସମୟ ଅପେକ୍ଷା କର ଚଢ଼େଇ, ମୁଁ ଏବେ ଆଣୁଛି। ପରୀ, ପରୀ କୋଉଠି ଅଛ? ଏଇ ଦେଖ, ମୁଁ ତୁମ ପାଇଁ କ୍ରାଉନ ନେଇ ଆସିଛି। ଆରେ ବାଃ, ଏଇ କ୍ରାଉନଟି ତ ଅନେକ ସୁନ୍ଦର ହେଇଛି। କାଉ, ମୁଁ ତ ଉପରେ ଖୁସି ହେଲି। ଏଇ ନେ କିଛି ସୁନା ଟଙ୍କା। ଆରେ ଏତେ ସାରା ସୁନା ଟଙ୍କା ମୋର? ତୁମକୁ ଅନେକ ଅନେକ ଧନ୍ୟବାଦ ପରୀ। ପରୀ, ତୁମେ ଏଇଠି ଅଛ? ଏଇ ନିଅ, ମୁଁ ତୁମ ପାଇଁ ଗୋଟେ ସୁନାର କ୍ରାଉନ ଆଣିଦେଇଛି। ଏଇ କଣ ପରୀ, ତୁମେ ନକଲି ସୁନାର କ୍ରାଉନ କାହିଁକି ଧରିଛ? ମୁଁ ଠିକ ଏମିତି ଗୋଟେ କ୍ରାଉନ କାଉ ପାଖରେ ଦେଖିଥିଲି। ହଁ ଚଢ଼େଇ, କିଛି ସମୟ ଆଗରୁ କାଉ ଏଠାକୁ ଆସି ମତେ ନକଲି ସୁନାର କ୍ରାଉନ ଦେଇଛି।
ମୁଁ ତା ବିଷୟରେ ସବୁ ଜାଣିଛି। ସେଥିପାଇଁ ତ ତାକୁ ଉଚ୍ଚ ଶିକ୍ଷା ଦେବା ପାଇଁ ମୁଁ ନକଲି ସୁନା ଟଙ୍କା ତାକୁ ଦେଇଛି। ବହୁତ ଭଲ କରିଛ ପରି। ଠକ ମାନଙ୍କ ସହ ଏମିତି ହିଁ ହେବା ଦରକାର। ସେ ଉଚ୍ଚ ଶିକ୍ଷା ପାଇବ। ଆଚ୍ଛା ପରି, ମୁଁ ଏବେ ଘରକୁ ଯାଉଛି। ରହିଛ ଚଢ଼େଇ, ତୁ ବହୁତ ଭଲ। ତତେ ଖାଲି ହାତରେ ପଠେଇଲେ ମତେ ଭଲ ଲାଗିବନି। ମୁଁ ତତେ କିଛି ଉପହାର ଦେଉଛି। ଏଇ ନେ କିଛି ସୁନା ଟଙ୍କା। ଚଢ଼େଇ ପରୀକୁ ଧନ୍ୟବାଦ ଜଣାଇ ସେସବୁ ସୁନା ଟଙ୍କା ନେଇ ନିଜ ଘରକୁ ଗଲା। ତାଙ୍କର ସବୁ କଥା କାଉ ଶୁଣୁଥିଲା। ସେ କହିଲା, ଆରେ ଆରେ, ଏ ପରି ତାହେଲେ ଆମର ସବୁ ଚାଲାକି ଜାଣିଗଲା। ଏ ପରି ମୋ ସ୍ତ୍ରୀକୁ ନକଲି ସୁନାର ଟଙ୍କା ଦେଇଛି। ମୋ ସ୍ତ୍ରୀ ସେ ନକଲି ସୁନା ବିକ୍ରି କରିବା ପୂର୍ବରୁ ମୁଁ ତା ପାଖକୁ ଯାଏ ଆଉ ତାକୁ ଅଟକାଏ। ଏ କଣ, ତୁ ମତେ ନକଲି ସୁନା ଟଙ୍କା ଦେଇ ମୋଠୁ ଅସଲି ସୁନାର ଟଙ୍କା ନେବାକୁ ଚାହୁଁଛୁ? ଏଠୁ ଚାଲିଯା, ନହେଲେ ମୁଁ ତତେ ପୋଲିସରେ ଦେବି। ନା ନା, ଏଗୁଡ଼ା ନକଲି ନୁହଁ, ଏଗୁଡ଼ା ଅସଲି ସୁନା। ପରି ମତେ ନକଲି ସୁନା କାହିଁକି ଦେବ? ତୁମେ ମତେ ଟଙ୍କା ନ ଦେବା ପାଇଁ ଏମିତି ମିଛ କହୁଛ। ଆରେ ତୁ ଆଉ ଯୁକ୍ତି କରନି। ଏଗୁଡ଼ା ସତରେ ନକଲି ସୁନା। ତୁ ମୋ ସାଙ୍ଗରେ ବାହାରକୁ ଆସେ, ମୁଁ ତତେ ସବୁ ଘଟଣା କହୁଛି। ତୁମେ କଣ କହୁଛ? ତା ମାନେ ସେ ବଦମାସ ପରି ମତେ ନକଲି ସୁନା ଟଙ୍କା ଦେଇ ଚଢ଼େଇକୁ ଅସଲି ସୁନା ଟଙ୍କା ଦେଇଛି। ମୁଁ ସେ ଚଢ଼େଇକୁ ଜମା ବି ଛାଡ଼ିବିନି। ଯେମିତି ବି ହେଉ ଚଢ଼େଇ ପାଖରୁ ମୁଁ ସବୁ ସୁନା ଟଙ୍କା ନେଇ ଆସିବି। ମୋ ପାଖରେ ଗୋଟେ ଉପାୟ ଅଛି, ଆସ ମୋ ସାଙ୍ଗରେ। ତାନ୍ତ୍ରିକ ବାବା, ଆମକୁ ଟିକେ ସାହାଯ୍ୟ କରନ୍ତୁ। ଆପଣ ଯେତେ ଟଙ୍କା କହିବେ ଆମେ ସେତେ ଟଙ୍କା ଦେବୁ। କଣ ହେଇଛି ତମ ମାନଙ୍କର? ମତେ ଆଗ କୁହ। କାଉ ସବୁ ଘଟଣା ତାନ୍ତ୍ରିକକୁ କହିଲା। ଓ ଆଚ୍ଛା, ବୁଝିଗଲି। ତମେ ମାନେ କଣ ଚାହୁଁଛ? ଏଇ ମନ୍ତ୍ରଯୁକ୍ତ ଆମ୍ବକୁ ନିଅ, ଚଢ଼େଇର ଘର ବାହାରେ ରଖିଦେବ। ଚଢ଼େଇ ଯେତେବେଳେ ଆମ୍ବ ଖାଇବ ତୁମ କାମ ହେଇଯିବ। ତାପରେ କାଉମାନେ ଖୁସି ହେଇ ସେ ଆମ୍ବ ଧରି ଚଢ଼େଇର ଘରକୁ ଗଲେ ଆଉ ଚଢ଼େଇର ଘର ବାହାରେ ରଖିଦେଲେ। ଚଢ଼େଇ ଯେତେବେଳେ ଘର ବାହାରକୁ ଆସିଲା, ଏ ଆମ୍ବ ମୋ ଘର ବାହାରକୁ କେମିତି ଆସିଲା? ଆମ୍ବଟା ଦେଖିବାକୁ କେତେ ସୁନ୍ଦର ହେଇଛି, ଖାଇବାକୁ ବି ନିଶ୍ଚୟ ମିଠା ଲାଗିବ। ଏମିତି କହି ଚଢ଼େଇ ସେ ଆମ୍ବ ଖାଇଲା। ଯେମିତି ସେ ଆମ୍ବ ଖାଇଲା, ସେ ବହୁତ ଛୋଟ ହେଇଗଲା। ଏ କଣ, ମୁଁ ଏମିତି ଛୋଟ କେମିତି ହେଲି? ତା ମାନେ ନିଶ୍ଚୟ ସେ ଆମ୍ବରେ କିଏ କଳା ଯାଦୁ କରିଥିଲା। ଏବେ କେବଳ ତାନ୍ତ୍ରିକ ହିଁ ମତେ ଭଲ କରିପାରିବ। ମୁଁ ଶୀଘ୍ର ତା ପାଖକୁ ଯାଏ। ଏ କଣ, ଏ ଚଢ଼େଇ ନ ମରି ଛୋଟ କେମିତି ହେଲା? ଆମେ ତ ତାନ୍ତ୍ରିକକୁ କହିଥିଲେ ନା ଏଇ ଚଢ଼େଇକୁ ମାରିବା ପାଇଁ। ତୁ ଚିନ୍ତା କରନି, ଆଜି ଚଢ଼େଇର ଶେଷ ଦିନ। ସେ ଭଲ ହେବା ପାଇଁ ତାନ୍ତ୍ରିକ ପାଖକୁ ଯାଉଛି। ସେଇଠି ତାନ୍ତ୍ରିକ ତାକୁ ମାରିଦେବ। ଏବେ ଚାଲ, ତା ଘରେ ଥିବା ସବୁ ସୁନା ଟଙ୍କା ନେଇ ଆସିବା। ଓହୋ, ଛୋଟ ହେଲା ପରେ ମୁଁ ଟିକେ ବି ଉଡ଼ି ପାରୁନି। ଅଳ୍ପ ଉଡ଼ିଲା ପରେ ହିଁ ମୁଁ ଥକିଗଲି। କିଛି ସମୟ ଏଠି ଆରାମ କରି ତାପରେ ତାନ୍ତ୍ରିକ ପାଖକୁ ଯିବି। ଏମିତି କହି ଚଢ଼େଇ ସେଠି ଆରାମ କଲା। ସେହି ସମୟରେ ଗୋଟେ କୁକୁଡ଼ା ରାସ୍ତାରେ ପଡ଼ିଥିବା ଦାନା ଖାଇ ଖାଇ ଯାଉଥିଲା। ଚଢ଼େଇ ଏତେ ଛୋଟ ଥିଲା ଯେ ସେ ତାକୁ ଦେଖିପାରିଲାନି ଆଉ ଦାନା ସହ ତାକୁ ବି ଖାଇଦେଲା। ଚଢ଼େଇ କୁକୁଡ଼ାର ପେଟ ଭିତରେ ଥାଇ ଚିତ୍କାର କଲା, ବଞ୍ଚାଅ, ମତେ କେହି ବଞ୍ଚାଅ। ଏ କୁକୁଡ଼ାର ପେଟ ଭିତରେ ମତେ କେହି ବାହାର କର। ଆରେ ଆରେ, ମୁଁ ଏ କଣ ଖାଇଦେଲି? ମୋ ପେଟଟା ଏତେ କାଟୁଛି କାହିଁକି? କୁକୁଡ଼ାର ପେଟ ଭିତରୁ ଏମିତି ଚିତ୍କାର କିଏ କରୁଛି? ମୁଁ ପାଖକୁ ଯାଇ ଦେଖେ। ପରି କୁକୁଡ଼ା ପାଖକୁ ଗଲା। ସେ ତା ଯାଦୁ ଶକ୍ତିରେ ଜାଣିଗଲା କୁକୁଡ଼ା ପେଟରେ ଚଢ଼େଇ ଅଛି। ସେ ତୁରନ୍ତ ଚଢ଼େଇକୁ କୁକୁଡ଼ା ପେଟରୁ ବାହାର କଲା। ଆରେ ଚଢ଼େଇ, ତୁ ଏ କୁକୁଡ଼ାର ପେଟ ଭିତରକୁ କେମିତି ଗଲୁ? ଜାଣିଗଲି ଚଢ଼େଇ, ଏସବୁ ସେ ଦୁଷ୍ଟ କାଉ ମାନଙ୍କର କାମ। ସେମାନେ ତ ସୁନା ଟଙ୍କା ଲୋଭରେ ଏସବୁ କରିଛନ୍ତି। ଚାଲେ ଏବେ ତାଙ୍କ ପାଖକୁ ଯିବା। ପରି, ତୁମେ ଏଠାକୁ କାହିଁକି ଆସିଛ? ଆଉ ଏ ଚଢ଼େଇ କେମିତି ଭଲ ହେଲା?
ବଦମାସ ପକ୍ଷୀ ଦଳ, ତମେ ମାନେ ଏତେ ଦୁଷ୍ଟ କାମ କରିବ ମୁଁ କେବେ ଭାବି ନଥିଲି। ମୁଁ ତମ ମାନଙ୍କୁ ଏବେ ଶାସ୍ତି ଦେବି। ଆଜିଠୁ ତମେ ମାନେ ଏମିତି ଛୋଟ ହେବ ଯେ କେହି ତାନ୍ତ୍ରିକ ବି ତମ ମାନଙ୍କୁ ଭଲ କରିପାରିବନି। ଏମିତି କହି ପରି ଦୁଇ କାଉଙ୍କୁ ବହୁତ ଛୋଟ କରିଦେଲା। ଦୁଇ କାଉ କାନ୍ଦି କାନ୍ଦି ସେଠାରୁ ଚାଲିଗଲେ। ଏମିତି କଣ କାନ୍ଦିବାର ସ୍ୱର ଶୁଭୁଛି? ମୁଁ ଯାଇ ଦେଖେ ବାହାରେ କିଏ କାନ୍ଦୁଛି। ଏଠି ତ ଦୁଇ ଗଛ କାନ୍ଦୁଛନ୍ତି। ବାପରେ, ଏଠି ରହିଲେ ବିପଦ। ମୁଁ ଶୀଘ୍ର ଏଠୁ ପଳାଏ। ଏମିତି କହି ସେ ପ୍ରଜାପତି ଭୟରେ ଘର ଭିତରେ ଯାଇ ଲୁଚିଲା। ସେପଟେ ଗୋଟେ ଜଙ୍ଗଲରେ ମା ଚଢ଼େଇ ମାଛ ଭାଜୁଥିଲା। ପାଖରେ ତା ଝିଅ ବସିଥିଲା। ମା, ମାଛ ଭଜା ସରିଲା। ମତେ ଜୋରେ ଭୋକ ଲାଗିଲାଣି। ଦିଅ ନା, ମୁଁ ଶୀଘ୍ର ଖାଇବି। ହଁ ରେ ମା, ମାଛ ଭଜା ସରିଲାଣି। ରହ, ମୁଁ ଏବେ ବାଢି ଦଉଛି। ଯେମିତି ମା ଚଢ଼େଇ ତା ଝିଅକୁ ମାଛ ଦେବା ପାଇଁ ଗଲା, ମିଟୁ ଆସି ତା ପାଖରୁ ମାଛ ଥାଳି ଛଡେଇ ନେଲା। ଏଇ ମୋ ସ୍ୱାମୀ ଆଣିଥିବା ମାଛ ତୁ ତ ଝିଅକୁ ଖାଇବା ପାଇଁ ଦଉଛୁ? ତୋର ସାହସ ତ କମ ନାହିଁ। ଏଇ କଣ ମିଟୁ ଭଉଣୀ, ତୁମେ ମୋଠୁ ମାଛ ଥାଳି କାହିଁକି ଛଡେଇ ନେଲ? ଦିଅ ମତେ ସେ ମାଛ ଥାଳି। ମୋ ଝିଅ କେବେଠୁ ମାଛ ଭଜା ଖାଇନି। ଚୁପ୍ କର। ମୋ ସ୍ୱାମୀ ମାଛ ଆଣିଛନ୍ତି ମାନେ ମୁଁ ଆଗ ଖାଇବି। ଯଦି ବଳେ ତୁ ତ ଝିଅକୁ ଆଣିଦେବୁ। ଏମିତି କହି ମିଟୁ ମାଛ ପ୍ଲେଟ ନେଇ ସେଠାରୁ ଚାଲିଗଲା। ଆଉ ନିଜ ଘରେ ବସି ଖାଇଲା। ମା, ମୁଁ ମାଛ ଭଜା ଖାଇବି। ମାଉସୀ ମୋ ମାଛ ପ୍ଲେଟ କାହିଁକି ନେଲେ? ମତେ ମାଛ ଆଣିଦିଅ ମା, ମୁଁ ଖାଇବି। ଚୁପ୍ କର ତୁ, ସବୁବେଳେ ଖାଲି ଖାଇବି। ମତେ ଖା ତୁ। ମା ଚଢ଼େଇ ନିଜ ଦୁଃଖ ସମ୍ଭାଳି ନ ପାରି ତା ଝିଅକୁ ଗାଳି ଦେଲା। ଆଉ ସେଠାରୁ ଚାଲିଗଲା। ମତେ କେହି ଭଲ ପାଆନ୍ତିନି। ମୋ ବାପା ଆଜି ମୋ ପାଖରେ ଥିଲେ ମୁଁ ଏତେ କଷ୍ଟ ପାଇନଥାନ୍ତି। ଏମିତି ସେ ଦିନ ବିତିଗଲା। ପରଦିନ ସକାଳେ ଗୋଟେ ଧନୀ ଚଢ଼େଇ ମିଟୁର ଘରକୁ ଆସିଲା। ଆଉ ତାକୁ ଡାକିଲା। ଘରେ କିଏ ଅଛ? ବାହାରକୁ ଆସ, ମୁଁ ଗୋଟେ ଜରୁରୀ କାମରେ ଆସିଛି। କିଏ ଆପଣ? ଆମକୁ କାହିଁକି ଡାକିଲେ? ମୁଁ ଗୋଟେ ଘର ଖୋଜୁଛି। ଏ ଜଙ୍ଗଲକୁ ମୋର ଏବେ ଟ୍ରାନ୍ସଫର ହେଇଛି। ଆଜିଠୁ ମୁଁ ଏ ଜଙ୍ଗଲରେ ଚାକିରି କରିବି। ମୁଁ ଏତେ ଶୀଘ୍ର ଘର କରିପାରିବିନି। ସେଥିପାଇଁ ଗୋଟେ ଭଡା ଘର ଖୋଜୁଥିଲି। ଆପଣ ଘର ଭଡା ଦେବେ କି? ଯେତେ ଟଙ୍କା କହିବେ ମୁଁ ସେତେ ଟଙ୍କା ଦେବାକୁ ରାଜି। କଣ ହେଲା? ଏତେ ଟଙ୍କା? ସେ ଚଢ଼େଇ ମାନଙ୍କୁ ମୁଁ ଯଦି ଘରୁ ବାହାର କରିପାରନ୍ତି, ସେଇ ଘରକୁ ମୁଁ ଏଇ ଚଢ଼େଇକୁ ଭଡାରେ ଦେଇପାରନ୍ତି। ଆଉ ଅନେକ ଟଙ୍କା ରୋଜଗାର କରିପାରନ୍ତି। ହଁ, ଆମର ଗୋଟେ ଘର ଖାଲି ଅଛି। ଆପଣ କାଲି ରହିବାକୁ ଚାଲି ଆସନ୍ତୁ। ମୁଁ ଘରକୁ ପରିଷ୍କାର କରିଦେଇଥିବି। ସ୍ତ୍ରୀ ପାଖରୁ ଏପରି କଥା ଶୁଣି ମିଟୁ ଆଶ୍ଚର୍ଯ୍ୟ ହେଇଗଲା। ସେ ଧନୀ ଚଢ଼େଇ ସେଠାରୁ ଯିବା ପରେ ତା ସ୍ତ୍ରୀକୁ ସେ କହିଲା, ତୁ ସେ ଧନୀ ଚଢ଼େଇକୁ ମିଛ କାହିଁକି କହିଲୁ? ଆମର ତ ଗୋଟେ ବି ଘର ଫାଙ୍କା ନାହିଁ। ତାହେଲେ ତୁ ସେ ଚଢ଼େଇକୁ କାଲି ଆସିବା ପାଇଁ କାହିଁକି କହିଲୁ? କିଏ କହିଲା ଆମ ଘର ଫାଙ୍କା ନାହିଁ? ଚଢ଼େଇ ମାନେ ଯୋଉ ଘରେ ରହୁଛନ୍ତି, ମୁଁ ତାଙ୍କୁ ସେ ଘରୁ ବାହାର କରି ସେଇ ଘରକୁ ମୁଁ ଭଡାରେ ଲଗେଇବି। ତୁ ଏ କଣ କହୁଛୁ? ରାଜୁ ଆଜି ନାହିଁ ବୋଲି ତୁ ତା ସ୍ତ୍ରୀ ଛୁଆଙ୍କ ସହ ଏତେ ବଡ ଅନ୍ୟାୟ କରିବୁ? ଭୁଲି ଯାନି, ଆମ ବିପଦ ସମୟରେ ସେଇ ରାଜୁ ହିଁ ଆମକୁ ସାହାଯ୍ୟ କରିଥିଲା। ତମେ ଚୁପ୍ କର। ଟଙ୍କା ଆଗରେ ସମ୍ପର୍କର ମୂଲ୍ୟ କିଛି ନାହିଁ। ମୁଁ ଯାହା କରୁଛି ମତେ କରିବାକୁ ଦିଅ, ନହେଲେ ମୁଁ ତମ ଘର ଛାଡି ଚାଲିଯିବି। ମୁଁ ତତେ ଆଉ ବୁଝେଇ ପାରିବିନି। ତୋର ଯାହା ଇଚ୍ଛା ହଉଛି ତୁ କର। ଏମିତି ଶୁଣି ମିଟୁର ସ୍ତ୍ରୀ ଚଢ଼େଇ ପାଖକୁ ଗଲା। ଆଉ ତାକୁ ମିଛ ନାଟକ କରି କହିଲା, ଏଇ ଚଢ଼େଇ, ତୋର ସାହସ କେମିତି ହେଲା ମୋ ଆଲମିରାରୁ 20,000 ଟଙ୍କା ଚୋରି କରିବା ପାଇଁ? ମତେ ଶୀଘ୍ର ମୋ ଟଙ୍କା ଫେରା। କଣ ହେଲା? 20,000 ଟଙ୍କା? ବିଶ୍ୱାସ କର ମିଟୁ ଭଉଣୀ, ମୁଁ ତୁମ ଟଙ୍କା ଚୋରି କରିନି। ଚୁପ୍ କର ଚଢ଼େଇ, ମତେ ଏବେ ମୋ ଟଙ୍କା ଫେରା, ନହେଲେ ଏବେ ହିଁ ମୋ ଘରୁ ବାହାରି ଯା। ବିଶ୍ୱାସ କର ମିଟୁ ଭଉଣୀ, ମୁଁ ଟଙ୍କା ଚୋରି କରିନି। ତୁମେ ଯଦି ମତେ ଘରୁ ବାହାର କରିଦେବ, ମୁଁ ମୋ ଝିଅକୁ ଧରି କୁଆଡେ ଯିବି? ଏଇ ଘର ତ ମୋ ସ୍ୱାମୀଙ୍କର। ତ ସ୍ୱାମୀର ଘର ଥିଲା, ଏବେଠୁ ଏଇଟା ମୋ ଘର। ବାହାରି ଯା ମୋ ଘରୁ। ଏମିତି କହି ମିଟୁର ସ୍ତ୍ରୀ ଧକ୍କା ଦେଇ ଚଢ଼େଇକୁ ଘରୁ ବାହାର କରିଦେଲା। ଚଢ଼େଇ କାନ୍ଦି କାନ୍ଦି ତା ଝିଅକୁ ଧରି ସେଠାରୁ ଅନେକ ଦୂରକୁ ଚାଲିଗଲା। ମା, ଆମେ ଏବେ କୁଆଡେ ଯିବା?
ମତେ ଭାରି କଷ୍ଟ ହେଉଛି, ମୁଁ ଆଉ ଉଡ଼ି ପାରିବିନି। ଏଇ କଣ ରେ ମା, ଆମ ଛଡ଼ା ଏଠି ଆହୁରି କିଏ କାନ୍ଦୁଛି? ସେ କୌଣସି ବିପଦରେ ପଡ଼ିନି ତ? ଚାଲ ମା, ଥରେ ସେଠାକୁ ଯାଇ ଦେଖି ଆସିବା। ଏମିତି କହି ମା ଚଢ଼ି ତା ଝିଅକୁ ନେଇ ସେ ଜାଗାକୁ ଗଲା। ସେ ଯେମିତି ଦୁଇ ଗଛଙ୍କ ପାଖକୁ ଗଲା, ସେ ଦୂରକୁ ଚିଟିକି ହେଇ ପଡ଼ିଲା। ଦୁଇ ଗଛଙ୍କ କାନ୍ଦ ବି ବନ୍ଦ ହେଇଗଲା। ଆମେ ଏମିତି ପଡ଼ିଗଲୁ କାହିଁକି? କିଏ ତମେ ମାନେ? ଏଠାକୁ କାହିଁକି ଆସିଛ? ତମ ମାନଙ୍କୁ କଣ ଜଣା ନାହିଁ ଏଠାକୁ ଆସିବା ନିଷେଧ? କଣ ପାଇଁ ଆମେ ଏଠାକୁ ଆସିପାରିବୁନି? ଆଉ ଏ ଦୁଇ ଗଛ ଏମିତି କାନ୍ଦୁଛନ୍ତି କାହିଁକି? ପ୍ରଜାପତି, ଆମକୁ କିଛି କହ। ନା ନା, ମୁଁ କିଛି ବି କହିପାରିବିନି। ନିଜର ଯଦି ଭଲ ଚାହୁଁଛ ଶୀଘ୍ର ଏଠୁ ଚାଲିଯାଅ। ନିଜର ଆଉ କଣ ଭଲ ଚାହିଁବି? ଆମ ଭଲ ହେବାର ସବୁ ରାସ୍ତା ବନ୍ଦ ହେଇଯାଇଛି। ଏମିତି କାହିଁକି କହୁଛ? କଣ ହେଇଛି ତୁମ ସାଙ୍ଗରେ? ମୋ ସ୍ୱାମୀ ଆମକୁ ଛାଡ଼ି ଅନେକ ଦିନ ହେଇଗଲାଣି ସହରକୁ ଯାଇଛନ୍ତି, ହେଲେ ଏଯାଏଁ ଫେରିଲେନି। ମୋ ସ୍ୱାମୀ ଆମ ପାଖରେ ନଥିବାରୁ ମିଟୁ ଭଉଣୀ ଆମକୁ ଘରୁ ବାହାର କରିଦେଲେ। ଜାଣିପାରୁନି ମୁଁ ମୋ ଛୋଟ ଝିଅଟାକୁ ନେଇ ଏବେ କୋଉଠିକି ଯିବି। ଏପଟେ ଦେଖ ରିନୁ, ମୁଁ ଏ ଗଛ ଭିତରେ ଅଛି, ମତେ ବଞ୍ଚା। ଏ କଣ ରାଜୁ, ତୁମେ ଗଛରେ ବନ୍ଦି କେମିତି ହେଲ? ଚଢ଼ି, ମୁଁ କହୁଛି ଶୁଣ, କିଛି ଦିନ ତଳେ। ଛାଡ଼ି ଦେ ଦୁଷ୍ଟ ତାନ୍ତ୍ରିକ, ଆମକୁ ଛାଡ଼ି ଦେ। ତୋ ଇଚ୍ଛା କେବେ ପୂରା ହେବନି। ମୁଁ ମୋ ଇଚ୍ଛା ପୂରା କରିକି ରହିବି। ମୁଁ ତତେ ଛାଡ଼ିଦେବି, ହେଲେ ତା ଆଗରୁ ମତେ କହ, ତୁ ତ ଯାଦୁର ଲାଠିକୁ କୋଉଠି ଲୁଚିକି ରଖିଛୁ? ଆଜି ମୋ ଜୀବନ ଚାଲିଗଲେ ବି ମୁଁ ତତେ କହିବିନି ମୋ ଯାଦୁର ଲାଠି କୋଉଠି ଅଛି। ଭଲରେ ମତେ ଛାଡ଼ିଦେ, ନହେଲେ ମୁଁ ଯେତେବେଳେ ଶକ୍ତି ପାଇବି ତତେ ଦଣ୍ଡ ଦେବି। ତୁ ଏଠୁ ମୁକ୍ତ ହେଲେ ସିନା ନିଜ ଶକ୍ତି ପାଇବୁ। ମୁଁ ତତେ ଜମା ବି ଛାଡ଼ିବିନି। ଏମିତି ତାନ୍ତ୍ରିକ ପରୀକୁ ଧମକ ଦେଉଥିଲା, ସେତେବେଳେ ରାଜୁ ସେ ରାସ୍ତାରେ ଯାଉଥିଲା। ଏ କଣ, ଏ ଦୁଷ୍ଟ ତାନ୍ତ୍ରିକ ପରୀକୁ କଷ୍ଟ ଦେଉଛି? ମୁଁ ଯେମିତି ବି ହେଉ ପରୀକୁ ସାହାଯ୍ୟ କରିବି। ଏମିତି କହି ରାଜୁ ଗୋଟେ ପଥର ତାନ୍ତ୍ରିକ ଉପରକୁ ଫିଙ୍ଗିଲା। ତାନ୍ତ୍ରିକର ମୁଣ୍ଡରୁ ରକ୍ତ ବାହାରିଲା। କିଏ ମୋ ମୁଣ୍ଡ ଫଟେଇଲା? ସାଧାରଣ ଗୋଟେ ଚଢ଼େଇ, ତୋର ଏତେ ସାହସ? ତୁ ମୋ ଉପରକୁ ପଥର ଫିଙ୍ଗିଛୁ? ତତେ ବି ଏବେ ମୁଁ ଛାଡ଼ିବିନି। ଏ ପରୀ ସହ ତୁ ବି ଶାସ୍ତି ପାଇବୁ। ଓମ୍ ସ୍ୱାହା। ପରୀ ସହ ଚଢ଼େଇ ଗଛ ହେଇଯା। ଏ କଣ ଦୁଷ୍ଟ ତାନ୍ତ୍ରିକ, ତୁ ଆମ ସହ ଏ କଣ କଲୁ? ଛାଡ଼ିଦେ ଆମକୁ। ଯେ ଯାଇ ତୁ ମତେ ଯାଦୁର ଲାଠି ବିଷୟରେ ନ କହିବୁ, ମୁଁ ତତେ ଏମିତି ବନ୍ଦୀ କରି ରଖିବି। ଏମିତି କହି ତାନ୍ତ୍ରିକ ସେ ଦୁଇ ଗଛ ପାଖରେ ଘେର କରିଦେଲା, ଯେମିତି କେହି ବି ଗଛ ମାନଙ୍କ ପାଖକୁ ଯାଇପାରିବେନି। ତାପରେ ସେ ତାନ୍ତ୍ରିକ ମତେ କହିଲା, ମତେ ଭୟ କରନି, ମୁଁ ତୋର କିଛି କ୍ଷତି କରିବିନି। ହେଲେ ତୁମର ଗୋଟେ କାମ କରିବୁ, ତୁ ଏ ଗଛ ମାନଙ୍କୁ ଜଗିବୁ। ଆଉ ଯଦି ତାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବୁ, ମୁଁ ତତେ ଜୀବନରୁ ମାରିଦେବି। ସେଦିନ ପରଠାରୁ ମୁଁ ଏ ଗଛ ମାନଙ୍କୁ ଜଗିଛି, ହେଲେ ତାଙ୍କୁ ସାହାଯ୍ୟ କରିପାରୁନି। ବ୍ୟସ୍ତ ହୁଅନି, ମୁଁ ଏବେ ଗଛ ମାନଙ୍କୁ ସାହାଯ୍ୟ କରିବି। ହେଲେ ମୁଁ କେମିତି ଏମାନଙ୍କୁ ସାହାଯ୍ୟ କରିବି କିଛି ବୁଝିପାରୁନି। ମୁଁ କହୁଛି ଶୁଣ ଚଢ଼େଇ, ଏଠାରୁ 25 କିଲୋମିଟର ଦୂରରେ ଗୋଟେ ଝରଣା ଅଛି। ସେଇ ଝରଣା ପାଖରେ ଗୋଟେ ଗୁମ୍ଫା ଅଛି। ଗୁମ୍ଫା ଭିତରେ କିଛି କଇଁଚ ରହୁଛନ୍ତି। ସବୁ କଇଁଚଙ୍କ ଭିତରୁ ଗୋଟେ କଇଁଚ ପଥରର। ସେଇ କଇଁଚ ଭିତରେ ମୁଁ ମୋ ଯାଦୁର ଲାଠି ରଖିଛି। ଚଢ଼େଇ, ମୋ ଯାଦୁର ଲାଠି ଆଣିଲେ ଯାଇ ଆମେ ମୁକ୍ତ ହେଇପାରିବୁ। ଚିନ୍ତା କରନି, ମୁଁ ଏବେ ସେଠାକୁ ଯିବି। ମୋ ଝିଅକୁ ଏଠି ଦେଖୁଥାଅ, ମୁଁ ଯେତେ ଶୀଘ୍ର ପାରିବି ଯାଦୁର ଲାଠି ଆଣିବାକୁ ଚେଷ୍ଟା କରିବି। ଏମିତି କହି ମା ଚଢ଼େଇ 25 କିଲୋମିଟର ଦୂରରେ ଥିବା ସେ ଝରଣା ପାଖକୁ ଗଲା। ଆଉ ସେ ଗୁମ୍ଫା ଭିତରକୁ ଯାଇ ଦେଖିଲା, ସେ ଗୁମ୍ଫା ଭିତରେ ଅନେକ କଇଁଚ ଅଛନ୍ତି। ଏଠି ତ ଅନେକ କଇଁଚ ଅଛନ୍ତି। ମୁଁ ଏବେ ସେ ପଥର କଇଁଚ କେମିତି ଖୋଜିବି? ମୁଁ ଆଗ କଇଁଚ ମାନଙ୍କୁ ଭଲ ଭାବରେ ଦେଖେ। ସବୁ କଇଁଚ ଏକାପରି ଲାଗୁଛନ୍ତି, କେବଳ ସେ କଣରେ ଥିବା ଗୋଟେ କଇଁଚକୁ ଛାଡ଼ି। ତା ଦେହ ବି ବହୁତ ଚକଚକ କରୁଛି। ନିଶ୍ଚୟ ଏଇ କଇଁଚ ହିଁ ପଥର ହେଇଥିବ। ତାପରେ ମା ଚଢ଼େଇ ପଥର କଇଁଚକୁ ଚିହ୍ନି ତା ପାଖରୁ ପରୀର ଯାଦୁର ଲାଠିକୁ ବାହାର କରି ଦୁଇ ଗଛଙ୍କ ପାଖକୁ ଗଲା।
ସେ ଯେମିତି ଦୁଇ ଗଛଙ୍କୁ ଜାଦୁର ଲାଠି ଦେବା ପାଇଁ ବାହାରିଲା, ସେହି ସମୟରେ ତାନ୍ତ୍ରିକ ସେଠି ପହଞ୍ଚିଗଲା। ହା ହା ହା, ବଦମାସ ଚଢ଼େଇ, ମୁଁ ଏଇ ଦିନକୁ ହିଁ ଅପେକ୍ଷା କରିଥିଲି। ଆଜି ମୁଁ ତୋଠୁ ମୋ ଜାଦୁର ଲାଠି ନେଇଯିବି। ଦୁଷ୍ଟ ତାନ୍ତ୍ରିକ, ତୋ ପାଇଁ ଆମେ ସମସ୍ତେ ଅନେକ କଷ୍ଟ ପାଇଲୁଣି। ମୁଁ ଆଜି ତତେ ଛାଡ଼ିବିନି। ଏମିତି କହି ଚଢ଼େଇ ଜାଦୁର ଲାଠି ସାହାଯ୍ୟରେ ତାନ୍ତ୍ରିକକୁ ମାରିଦେଲା। ତାନ୍ତ୍ରିକ ମରିବା ପରେ ପରେ ଦୁଇ ଗଛ ମୁକ୍ତ ହେଲେ। ବହୁତ ବହୁତ ଧନ୍ୟବାଦ ଚଢ଼େଇ। ଦିନେ ତ ସ୍ୱାମୀ ମୋତେ ରକ୍ଷା କରିବାକୁ ଯାଇ ସେ ମୋ ସହ ଗଛରେ ବନ୍ଦୀ ହେଇ ରହିଥିଲା। ତୁ ଆଜି ଆମ ଦୁଇ ଜଣଙ୍କୁ ମୁକ୍ତ କଲୁ। ମୁଁ ତୋର ଏ ଋଣ କେବେ ବି ସୁଝି ପାରିବିନି, ହେଲେ ଗୋଟେ ଉପହାର ଦେଇପାରିବି। ଏମିତି କହି ପରି ଚଢ଼େଇ ମାନଙ୍କୁ ଅନେକ ଧନରତ୍ନ ଦେଲା। ଚଢ଼େଇ ମାନେ ଆଉ ଗରିବ ରହିଲେନି, ସେମାନେ ଖୁସିରେ ନିଜ ଜୀବନ ବିତେଇଲେ।